ଆଜିର ଅନୁଚିନ୍ତା, ମନର ସନ୍ତୁଷ୍ଟତା ଏବଂ ପ୍ରକୃତ ସୁଖ ପାଇଁ ଜଣେ ବ୍ୟକ୍ତି ଭଲ ଏବଂ ମହତ କାର୍ଯ୍ୟ ଜାରି ରଖିବା ଉଚିତ। ଲୋକମାନେ ପ୍ରଶଂସା କରନ୍ତୁ କି ନାହିଁ, ସେଗୁଡ଼ିକୁ ଖାତିର କର ନାହିଁ। ସମୟ, ଶକ୍ତି, ଧନ ଏବଂ ଶରୀର ସବୁବେଳେ ସମର୍ଥନ କରିପାରେ କିମ୍ବା ନ କରିପାରେ, କିନ୍ତୁ ପ୍ରକୃତି, ସ୍ୱଭାବ, ବ୍ୟବହାର ଓ ପ୍ରକୃତ ସମ୍ପର୍କ ସବୁବେଳେ ସମର୍ଥନ କରେ। ଧନ୍ୟବାଦ ଦେବା ଓ ଭୁଲ ହୋଇଗଲେ କ୍ଷମା ମାଗିବା, ଯାହାର ଏହି ଗୁଣ ଅଛି, ସେ ସମସ୍ତଙ୍କ ନିକଟତର ଏବଂ ପ୍ରିୟ। କାହାର ସ୍ମୃତିରେ ଦିନରାତି ଝୁରି ହୋଇ ମରିବା ଅପେକ୍ଷା ଏହା ଅନେକ ଗୁଣରେ ଭଲ ଯେ ତୁମେ ତୁମର ଶକ୍ତିକୁ ଲଗାଇ ତୁମ ଲକ୍ଷ୍ୟସ୍ଥଳରେ ପହୁଁଚ ଓ ଏତେ ସଫଳ ବ୍ୟକ୍ତି ହୁଅ ଯେ ଦିନେ ତୁମକୁ ଛାଡ଼ିଥିବା ବ୍ୟକ୍ତି ତୁମକୁ ପାଇବା ପାଇଁ କାନ୍ଦିବ। ଜୟ ଜଗନ୍ନାଥ।